କାଳିଆ ଯୋଜନା ଟଙ୍କା କେତେ ଦିନ ପର୍ଯ୍ୟନ୍ତ ଆସିବ? ତ ଏହା ଗୋଟେ ବଡ଼ ପ୍ରଶ୍ନ ସମସ୍ତଙ୍କ ଚାଷୀ ଭାଇମାନଙ୍କ ମନରେ ଗୋଟେ ଉଙ୍କି ମାରିଛି ଯେ କି କାଳିଆ ଯୋଜନା ଟଙ୍କା ଗଲା କାଲି ମଧ୍ୟ ମିଳିଛି। ତ କେତେ ଦିନ ପର୍ଯ୍ୟନ୍ତ ତାର ଡେଟ୍ ରହିଛି ଯେ କି ଚାଷୀମାନଙ୍କ ଆକାଉଣ୍ଟକୁ ଆସିବ। ତ ଯଦି ଆପଣମାନଙ୍କର ଏପର୍ଯ୍ୟନ୍ତ ଆସିନାହିଁ ତେବେ ଆପଣମାନେ ଭିଡ଼ିଓଟି ଦେଖନ୍ତୁ, ଆପଣମାନେ ବୁଝିପାରିବେ। ତା ସହ କାଳିଆ ଯୋଜନାର କିଛି ନୂଆ ଅପଡ଼େଟ୍ ଆସିଛି ଯାହା ଶୁଣିଲେ ଆପଣମାନେ ନିଶ୍ଚିତ ଭାବରେ ଖୁସିରେ ନାଚି ଉଠିବେ। ତେବେ ଚାଲନ୍ତୁ ମୁଁ ସମ୍ପୂର୍ଣ୍ଣ ଅପଡ଼େଟ୍ ଆପଣମାନଙ୍କୁ ଦେଇଦେଉଛି। ତେବେ ମୁଁ ସବୁବେଳେ ଆପଣମାନଙ୍କୁ କହିଛି, ଆପଣମାନେ ଯଦି ଡିବିଟି ମାଧ୍ୟମରେ ପଇସା ନେବାକୁ ଚାହୁଁଛନ୍ତି ତେବେ ଆପଣମାନଙ୍କୁ ପୋଷ୍ଟାଲ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଦିଅନ୍ତୁ। ଆଖି ବୁଝା ଆପଣମାନଙ୍କର ପଇସା ଯେଉଁ ଡେଟ୍ରେ ଡିବିଟି ମାଧ୍ୟମରେ ପଇସା ଆସିବ ସେଇ ଡେଟ୍ରେ ହିଁ ଆପଣମାନଙ୍କୁ ପଇସା ମିଳିବ 100% ଗ୍ୟାରେଣ୍ଟି ସହିତ। କିନ୍ତୁ ଆପଣମାନେ ଯେଉଁ ଚାଷୀ ଭାଇମାନଙ୍କର ପିଏମ୍ କିଷାନ ହେଉ ବା କାଳିଆ ଯୋଜନା ପଇସା ଆସିନାହିଁ ତ ଲେଟ୍ ହେଉଛି, କାରଣ ବର୍ତ୍ତମାନ ସର୍ଭେ ମାର୍ଚ୍ଚ ମାସ ସର୍ଭେ ଟିକେ ଡାଉନ୍ ରହୁଛି। ତ ଆପଣମାନେ ବ୍ୟସ୍ତ ହୁଅନ୍ତୁନି। ତେବେ ଚାଲନ୍ତୁ ଆରମ୍ଭ କରିବା। କେତେ ଦିନ ପର୍ଯ୍ୟନ୍ତ ଆପଣମାନେ ଲାଇଭ୍ ପ୍ରମାଣ ଦେଖେଇବେ ଆପଣମାନଙ୍କୁ କାଳିଆ ଯୋଜନା ପଇସା କେତେ ଦିନ ପର୍ଯ୍ୟନ୍ତ ଆସିବ। ତା ସହିତ କିଛି ଅପଡ଼େଟ୍ ଅଛି ଯେଉଁମାନେ ଲାଭ ପାଇପାରୁନାହାନ୍ତି କାଳିଆ ଯୋଜନାରେ ସେମାନଙ୍କ ପାଇଁ ମୁଁ କ'ଣ ଅପଡ଼େଟ୍ ଅଛି ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି। ତେବେ ଏହା ହେଉଛି ଜଣେ ଚାଷୀ ଭାଇ ତାଙ୍କର ଗଲା କାଲିର ପେମେଣ୍ଟ ଆପଣମାନେ ଅପଡ଼େଟ୍ ଦେଇଥିଲେ, ତ ସେଥିରେ ମୋତେ ସେ ହ୍ୱାଟ୍ସଆପ୍ରେ ପଠାଇଥିଲେ ଯେ ତାଙ୍କର ପେମେଣ୍ଟଟି ଆସିଯାଇଛି। ତ ଦେଖନ୍ତୁ ପେମେଣ୍ଟ ସକ୍ସେସ୍ ହୋଇଯାଇଛି। ପେମେଣ୍ଟ ଷ୍ଟାଟସ୍ରେ ଆପଣମାନଙ୍କର ଏମିତି ସକ୍ସେସ୍ ଲେଖିବ ତେବେ ଆପଣମାନେ ଜାଣନ୍ତି ଯେ ଆପଣମାନଙ୍କ ଆକାଉଣ୍ଟକୁ ପଇସା ଆସିଛି। ତ କିଛି ଚାଷୀ ଭାଇମାନଙ୍କୁ ମଧ୍ୟ ମେସେଜ୍ ଆସୁନାହିଁ। ତ ଯେଉଁ ଚାଷୀ ଭାଇମାନଙ୍କର ପେମେଣ୍ଟ ଷ୍ଟାଟସ୍ ସକ୍ସେସ୍ ଦେଖାଉଛି ତ ଆପଣମାନେ ଯାଇକି ଆକାଉଣ୍ଟ ଚେକ୍ କରିପାରନ୍ତି, ପେମେଣ୍ଟ ଆସିଥିବ ନିଶ୍ଚୟ। ତେବେ ଚାଲନ୍ତୁ ମୁଁ ଆପଣମାନଙ୍କୁ ଯେଉଁ ପ୍ରଶ୍ନ ଆପଣମାନଙ୍କୁ କହିଥିଲି, ଯେହେତୁ କାଳିଆ ଯୋଜନା ପଇସା କେତେ ଦିନ ପର୍ଯ୍ୟନ୍ତ ଆସିବ ଆପଣମାନେ ଜାଣନ୍ତୁ। ଜାଣିଲା ପରେ ଆପଣମାନଙ୍କର ଯଦି ପଇସା ଆସିନି, ଯଦି ଆପଣମାନେ ରେଗୁଲାର ପଇସା ପାଉଥିଲେ, ଯଦି ଆପଣମାନଙ୍କର ପେମେଣ୍ଟ ଲେଟ୍ ହେଇଛି ତେବେ ଚାଲନ୍ତୁ ମୁଁ ଆପଣମାନଙ୍କୁ ଲାଇଭ୍ ଦେଖାଇଦେବି ପ୍ରମାଣ ଯେ କି ଚାଷୀମାନଙ୍କ ଆକାଉଣ୍ଟକୁ ପଇସା ଆସିବ କେତେ ଦିନ ପର୍ଯ୍ୟନ୍ତ ପଇସା ଯେଉଁ ଟ୍ରାନ୍ସଫର ହେଇଛି କେତେ ଦିନ ପର୍ଯ୍ୟନ୍ତ ଆସିବ। ତ ଏଇଠି ଦେଖିପାରୁଥିବେ ଆପଣମାନେ ଡିଅର କଷ୍ଟମର ଡିବିଟି ଗଭର୍ଣ୍ଣମେଣ୍ଟ ପେମେଣ୍ଟ ଅଫ୍ ରିସ୍ 2000 କ୍ରେଡିଟେଡ୍ ଟୁ ୟୋର ଏସି ନମ୍ବର। ତ ଏଇଠି ଆପଣମାନଙ୍କ ଲାଷ୍ଟ ଯେଉଁ ଆକାଉଣ୍ଟର ଅଛି ତ 6 ଅଙ୍କ ଲାଷ୍ଟ 6 ନମ୍ବରଟି ଯେଉଁ ଥିବ ତ ସେଠି ଶୋ କରିବ। ଏଇଠି ଆପଣମାନେ ଦେଖିପାରୁଥିବେ 12/3/24 SBI ଟ୍ରାନ୍ସଫର ହେଇଛି। ଦେଖନ୍ତୁ ଆଜିକାର ଡେଟ୍ରେ ଆପଣମାନେ ଏଇଠି ଦେଖିପାରୁଥିବେ 11:42 AM ଆପଣମାନଙ୍କ ମେସେଜ୍ ଆସିଛି। 11:42 AM ଦେଖିପାରୁଥିବେ ଆଜି 12 ତାରିଖ ପଇସା ଆସିଛି। ଯେହେତୁ ଗଲା କାଲି ପେମେଣ୍ଟ ଛଡ଼ା ଯାଇଛି 5ଟା ସମୟରେ, ତେବେ ଯେଉଁ ଚାଷୀ ଭାଇମାନଙ୍କର ପେମେଣ୍ଟ ଆସିନାହିଁ ଦେଖନ୍ତୁ ବର୍ତ୍ତମାନ ପ୍ରାୟତଃ ଅନେକାଂଶ ବ୍ୟାଙ୍କରେ ମାର୍ଚ୍ଚ ମାସ ଅଛି, ଯେହେତୁ ସର୍ଭେର ଟିକେ ପ୍ରୋବ୍ଲେମ୍ ରହୁଛି ଯାହା ବି ମୁଁ ଅନୁମାନ କରୁଛି। ତ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ଯେଉଁମାନଙ୍କର ପଇସା ପାଉଥିଲେ ବନ୍ଦ ହୋଇଛି ସମସ୍ତଙ୍କୁ ଯେଉଁ ଆପଣମାନେ ଜାଣିଥିବେ ଯେଉଁ ଯାହା ଅପଡ଼େଟ୍ ଥିଲା, ଯେଉଁ ଆପଣମାନେ ଜାଣିଥିବେ ଯେଉଁ ପିଏମ୍ କାଳିଆ ଯୋଜନା ଯେତିକି ଲକ୍ଷ ଚାଷୀ ଭାଇ ପାଉଥିଲେ ତ ସେତିକି ଲକ୍ଷ ଚାଷୀ ଭାଇମାନେ ପାଇବେ। କିନ୍ତୁ ଆଜି ନହେଲେ କାଲି ମଧ୍ୟ ଆପଣମାନଙ୍କୁ ଆକାଉଣ୍ଟକୁ ଆସିବ। ଥରେ ଡିବିଟି ଆପଣମାନଙ୍କର ଚେକ୍ କରନ୍ତୁ। ଆପଣମାନେ ନିଶ୍ଚିତ ଭାବରେ ଯେଉଁମାନଙ୍କର ପେମେଣ୍ଟ ଆସିନାହିଁ ତ ଆପଣମାନେ ଯାଇକି ଷ୍ଟାଟସ୍ ଚେକ୍ କରନ୍ତୁ। ଯଦି ସକ୍ସେସ୍ ଥିବ ତେବେ ଆପଣମାନେ ଆକାଉଣ୍ଟରେ ଚେକ୍ କରିପାରନ୍ତି। ତ ବ୍ୟାଙ୍କ ଯାଇକି ଆପଣମାନେ ଚେକ୍ କରିପାରନ୍ତି, ନହେଲେ ଆପଣମାନେ ଅପେକ୍ଷା କରନ୍ତୁ ଆପଣମାନଙ୍କ ଆକାଉଣ୍ଟକୁ ପଇସା ଆସିଯିବ। କାରଣ ଡିବିଟି ମାଧ୍ୟମରେ ହିଁ ପଇସା ଆସୁଛି। ତ ଆପଣମାନଙ୍କ ଯେଉଁମାନେ ପାଇନାହାନ୍ତି ତ ବିଳମ୍ବ ହେଉଛି, ଆପଣମାନେ ଅପେକ୍ଷା କରନ୍ତୁ। ମିନିମମ୍ ଆପଣମାନେ 6-7 ଦିନ ଅପେକ୍ଷା କରନ୍ତୁ, ତାର ଟାଇମ୍ ରହିଛି। ଯଦି ଆପଣମାନେ ପାଉଥିଲେ ଆପଣମାନେ ପଇସା ପାଇନାହାନ୍ତି ତେବେ ଆପଣମାନଙ୍କ କିଛିଟା ପ୍ରୋବ୍ଲେମ୍ ଅସୁବିଧା ହେଇଛି, ଯାହାକି ଆପଣମାନଙ୍କର ଅସୁବିଧା ନୁହେଁ, ଏଇଟା ହେଉଛି ସର୍ଭର ପ୍ରୋବ୍ଲେମ୍, ଯାହାଦ୍ୱାରା ଆପଣମାନଙ୍କ ଆକାଉଣ୍ଟକୁ ପଇସା ଖୁବ୍ ଶୀଘ୍ର ଆସିଯିବ। ଆପଣମାନେ ଭାବୁଥିବେ ଯେ ଏକାଥରକରେ ଗଲା କାଲି ପଇସା ଆସିଲା ତ ସମସ୍ତଙ୍କ ଚାଷୀଙ୍କ ଆକାଉଣ୍ଟରୁ ପଡ଼ିବ, ସେମିତି କିଛି ନୁହଁ। କିନ୍ତୁ ଯେଉଁମାନେ ରେଗୁଲାର ପାଉଥିଲେ ସେଇମାନଙ୍କ ଆକାଉଣ୍ଟକୁ ହିଁ, ଯେଉଁମାନେ ପ୍ରଥମରୁ ଆଜି ପର୍ଯ୍ୟନ୍ତ ରେଗୁଲାର ପାଇ ଆସୁଛନ୍ତି ସେଇମାନଙ୍କ ଆକାଉଣ୍ଟକୁ ଯେଉଁ ଦିନ ଡେଟ୍ ହେବ ସେଇ ଡେଟ୍ରେ ହିଁ ପଇସା ମିଳିବ। ତେବେ ଆପଣମାନେ ଅପେକ୍ଷା କରନ୍ତୁ 7 ଦିନ କ'ଣ 15 ଦିନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ଆପଣମାନଙ୍କ ଆକାଉଣ୍ଟକୁ ପଇସା ଆସିବ, ନିଶ୍ଚିତ ଭାବରେ ପଇସା ଆସିବ। ତେବେ ଯଦି ଆପଣମାନଙ୍କ ଡାଉଟ୍ କ୍ଲିୟର କରିଦେଲି ତେବେ ଆପଣମାନେ ମୋତେ ଟିକେ କମେଣ୍ଟରେ ଆପଣମାନଙ୍କର ମତାମତ ଦିଅନ୍ତୁ। ଜୟ ଜଗନ୍ନାଥ।